ପ୍ରଥମ ଛୋଟିଆ ବିୟରରୁ ଆରମ୍ଭ କରିକି 720 ମିଲିଗ୍ରାମରେ ଏଣ୍ଡ କଲେ 2025 ମସିହାରେ ଆପଣ ମଦରୁ ମୁକ୍ତି ପାଇଛନ୍ତି। ଆକ୍ଚୁଆଲି ମଦ ପିଇଲେ କଣ ଭିତରେ କଣ ଉନ୍ମାଦନା ଆସେ, କଣ କେମିତି ଖୁସି ଲାଗେ? ମଦ ପିଇଲେ ଯୋଉ ମେଡିକାଲ ଇଏ ଅନୁସାରେ ଗୋଟେ ଡୋପାମିନ୍ ଗୋଟେ ରିଲିଜ ହୁଏ ମାଇଣ୍ଡ ଭିତରେ, ଯୋଉଟା କି ମଣିଷକୁ ଖୁସି କରେ। ଖୁସି ଶୋଇ ତ ପଡନ୍ତି ଅନେକ ଉତ୍ପାତ କରନ୍ତି। ଏଠି ତ ଖୁସି ନୁହେଁ, ଏଠି ଯୋଉ ମୃତ୍ୟୁ ହେଲା ଜିଜିବି କଥା ଉଲ୍ଲେଖ କଲେ, ସେ ତ ମଦ ପିଇକି ଛୁରୀ ବୁଝିଦେଲେ। ସେଇଟା କେତେ ପ୍ୟାକ୍ ପିଇଲେ ଡୋପାମିନ୍ ରିଲିଜ କରିବ? ତାର 2 ପ୍ୟାକ୍ ଅଛି, ଯୋଉଟା ଡକ୍ଟର ମାନେ ପ୍ରେସକ୍ରାଇବ କରୁଛନ୍ତି। ଗୋଟେ ପ୍ୟାକ୍ ଡକ୍ଟର ବି ପ୍ରେସକ୍ରାଇବ କରନ୍ତି ମଦ ପିଇବା ପାଇଁ? ଲୋକ ଯାହା କହୁଛନ୍ତି ଆମେ ଜାଣିନୁ। ଆପଣ ତାହେଲେ ଆପଣଙ୍କୁ ଯେତେବେଳେ ଡକ୍ଟର ଟ୍ରିଟମେଣ୍ଟ କରିଥିବେ ଏତିକି ପିଇବା କଥା, ସେ ବିଷୟରେ ସେମିତି କିଛି କହିନାହାନ୍ତି। ଆଉ ସେଟା ଡୋପାମିନ୍ ପାଖାପାଖି ଗୋଟେ ପ୍ୟାକ୍ କିମ୍ବା 2 ପ୍ୟାକ୍ ରହିଲେ ଡୋପାମିନ୍ ରିଲିଜ করে ମାଇଣ୍ଡରୁ, ମନଟାକୁ ଖୁସି ଲାଗେ। ଆପଣ ତା ଉପରୁ ଯଦି ଅଧିକ ନେଲେ, ତାପରେ ଆପଣଙ୍କର ଆଙ୍ଗର ଆସିବ, ନହେଲେ ହସ ସିଚୁଏସନ ବି ଆସିପାରେ ଆପଣଙ୍କର ମୁଡ୍ ନେଇକି। ଆଉ ମଦ ଗୋଟେ ଏମିତି ନିଶା, ଆପଣ ଥରେ ମଦ ପିଇଲେ ଦେଖିବେ ସେ ଲୋକଟି ଭଲ ବସିଥିବ ମଦ ପିଇକିରି ହସୁଥିବ, ଆପଣ ତାକୁ ଯୋଉ ଆଙ୍ଗେଲରେ ନେବେ ମଦ ଯାକୁ ହସେଇବେ, ସେ ହସି ସେ ଆଙ୍ଗେଲ ନିଶା ଥରେ ବଡ ଚାଲିବ। ତାକୁ ରଗେଇବେ, ସେ ରାଗି ଆଉ ଥରେ ତା ଟେମ୍ପରାମେଣ୍ଟଟା ଏମିତି, ଜଣେ ଯେ ମଦ ପିଇ ଥରେ ଉଠିଗଲା ମାନେ ଗାଳି ବନ୍ଦ କରିଦେଲା, ତା ଟେମ୍ପରାମେଣ୍ଟ ଆଉ ଲସ୍ କରିବନି, ଆଉ ଲୁଜ୍ କରିବ, ସେ ସେଇ ଟେମ୍ପରାମେଣ୍ଟରେ ରହିବ। ଯେତେ ଚେଷ୍ଟା, ବହୁତ ସମୟ ଦେଖିନାହାନ୍ତି ଆପଣ ବାହାଘର ହଉ ଯୋଉଠି ନାଚୁଥିବେ, ଯଦି ସଦା ପକା ଆରମ୍ଭ କରିଦେଲା ମଦ ପିଇକି, ସେ ଯେତେ ଲୋକ ଅଟକେଲେ ସୁଧା ବିଷୟ ରହିବନି। ସେଇଟା ପୁରା ଅତ୍ୟଧିକ ନିଶାଟା ଅତ୍ୟଧିକ ଚଢିଗଲା, ସେଇ ମଦଟା ପିଇଲେ ହିଁ ସେଇ ହିଁ ହୁଏ।